ମୋ ଦେଶ ସରଗଠୁ ବଡ଼। ଆସ ଆମେ ଗପ ଶୁଣିବା ପୁସ୍ତକର ବିଷୟବସ୍ତୁ। ଜଣେ ଲୋକ ଓଟଟିଏ ପୋଷିଥିଲା। ସେହି ଓଟକୁ ଜଣେ ବିଦେଶୀ ବେପାରୀକୁ ବିକ୍ରି କରିଦେଲା। ବେପାରୀ ଜଣକ ଓଟକୁ ନିଜ ଦେଶକୁ ନେଇଗଲା। ବିଦେଶ ମାଟିରେ ଓଟକୁ କିଛି ଭଲ ଲାଗୁନଥାଏ। ସେ ତା ଘର, ବାପ ମା, ଭାଇ ଭଉଣୀ ଓ ନିଜ ଦେଶର ସାଙ୍ଗସାଥୀଙ୍କ କଥା ମନେ ପକାଇ କାନ୍ଦୁଥାଏ। ଏତିକି ବେଳେ ଶୁଆଟିଏ ଶ୍ରୀରାମ ଜୟରାମ ଗାଉଥିବାର ଓଟଟି ଶୁଣିଲା। ଓଟ ଝରକା ବାଟେ ଅନେଇଲା, ଦେଖିଲା ପଞ୍ଜୁରୀ ଭିତରେ ଶୁଆଟିଏ ସୁନ୍ଦର ଗୀତ ଗାଉଛି। ଓଟ ଭାବିଲା, ଇଏ ତ ଆମ ଦେଶର ଶୁଆ ନା କ'ଣ? ମୁଣ୍ଡ ବାହାର କରି ପଚାରିଲା, ଭାଇ ତୁମେ ଏଠିକୁ ଆସିଲ କେମିତି? ଶୁଆ କହିଲା, ହଁ ମୁଁ ଭାରତରୁ ଆସିଛି। ମୋ ମାଲିକ ମୋତେ ବିକ୍ରି କରିଦେଲେ। ଓଟ କହିଲା, ମୋର ବି ସେଇ ଦଶା, ମୋ ମାଲିକ ମଧ୍ୟ ମୋତେ ବିକ୍ରି କରିଦେଲେ। ଶୁଆ କହିଲା, ମୋର ଗାଁ ସାଥୀ, ବଣ ପାହାଡ଼, ଗଛଲତା ସମସ୍ତେ ମନେ ପଡ଼ୁଛନ୍ତି। ପୁଣି ଓଟ କହିଲା, ମୋର ବି ଆମ ଦେଶର ଦିନ ରାତି ଯାତ୍ରାବେଳା ସବୁ ମନେ ପଡ଼ୁଛି। ଏଠାରେ ଏମିତି ଆଉ କେତେ ଦିନ ରହିବା? ଏକଥା ସେଇ ଦିନରୁ ଓଟ ଓ ଶୁଆ ମନେ ଦୁଃଖରେ ରହୁଥାନ୍ତି। ମାଲିକର ଜନ୍ ବୋଲି ଛୋଟ ପୁଅଟିଏ ଥିଲା। ସେ ମଧ୍ୟ ଓଟ ଓ ଶୁଆ ସାଥିରେ ଖେଳୁଥାଏ। ଓଟଟି ନ ଖାଇ ନ ପିଇ ଶୁଖିଗଲା, ଆଉ କିଛି କାମ କଲା ନାହିଁ। ଶୁଆ ମଧ୍ୟ କଥା କହିବା ଛାଡ଼ିଦେଲା। ଜନ୍ ଦେଖିଲା ଓଟ ଓ ଶୁଆ ଆଗ ଭଳି ଆଉ ଖେଳୁନାହାନ୍ତି କି କଥା ବି ହେଉନାହାନ୍ତି। ଜନ୍କୁ ବହୁତ ଖରାପ ଲାଗିଲା। ସେ ତା ବାପାକୁ କହିଲା, ବାପା, ଓଟ ଓ ଶୁଆ ଆଗ ଭଳି ଆଉ ଖାଉନାହାନ୍ତି କି ଖେଳୁନାହାନ୍ତି। ବାପା କହିଲେ, କିଛି ଦିନ ପରେ ସବୁ ଠିକ୍ ହେଇଯିବ। କିଛି ଦିନ ପରେ ଦେଖାଗଲା ଓଟ ଓ ଶୁଆ ବହୁତ ଦୁର୍ବଳ ହୋଇ ପଡ଼ିଲେ। ଜନ୍ ବାପାକୁ ଦିନେ କହିଲା, ବାପା, ଆମ ସାର୍ କହୁଥିଲେ ନିଜର ଜନ୍ମଭୂମି ସବୁଠୁ ବଡ଼। ଏ ଦୁଇ ଜଣ ତାଙ୍କ ଦେଶ ଓ ଭାଇ ବନ୍ଧୁଙ୍କ କଥା ମନେ ପକାଇଥିବେ। ବାପା କହିଲେ, ସତ କଥା ଯେ ମୁଁ ବହୁତ ପଇସା ଦେଇ ସେମାନଙ୍କୁ ଭାରତରୁ ଆଣିଛି। ଜନ୍ କହିଲା, ଯଦି ଓଟ ଓ ଶୁଆ ନିଜର ଦେଶ କଥା ମନେ ପକାଇ ନ ଖାଇ ନ ପିଇ ଶୁଖି ଶୁଖି ମରିଯାଆନ୍ତି? ଏ କଥା ଭାବି ଜନ୍ ମନରେ ଦୟା ଆସିଲା। ସେ ବାପାକୁ ଭିଡ଼ି ଧରି କହିଲା, ବାପା, ଏଥର ମୋ ଜନ୍ମଦିନରେ ତୁମେ ମୋତେ କିଛି ଉପହାର ନ ଦେଇ ଏ ଓଟ ଓ ଶୁଆକୁ ତାଙ୍କ ଦେଶକୁ ପଠାଇ ଦିଅ। ଜନ୍ କଥା ତାର ବାପାଙ୍କ ମନକୁ ପାଇଲା। ଭାରତରେ ଥିବା ଓଟର ମାଲିକଙ୍କ ସହ ସେ କଥା ହେଲେ। ଜନ୍ମଦିନର ସକାଳୁ ସକାଳୁ ଜନ୍ର ବାପା ପାଣି ଜାହାଜରେ ଓଟକୁ ବସାଇ ଦେଲେ ଓ ଶୁଆଟିକୁ ଆକାଶରେ ଉଡ଼ାଇ ଦେଲେ। ଓଟ ଓ ଶୁଆ ଜନ୍କୁ ଧନ୍ୟବାଦ ଜଣାଉଥିଲେ। ଜନ୍ ହାତ ହଲାଇ ସେମାନଙ୍କୁ ବିଦାୟ ଦେଉଥିଲା। ଜାହାଜ ଆସି ଭାରତ ମାଟିରେ ଲାଗିଲା। ମାଲିକ ଆସି ଓଟଟିକୁ ନିଜ ଘରକୁ ନେଇଗଲା। ଭାରତର ପାଣି, ପବନ, ସାଙ୍ଗସାଥୀ ସମସ୍ତଙ୍କୁ ଦେଖି ଓଟଟି ବହୁତ ଖୁସି ହୋଇଗଲା। ଶୁଆଟି ମଧ୍ୟ ବଣ, ପାହାଡ଼, ଗଛଲତା, ଜଙ୍ଗଲ, ତାର ଜନ୍ମଭୂମି, ପରିବାର ସାଥୀମାନଙ୍କୁ ନିକଟରେ ପାଇ ଖୁସିରେ ଆତ୍ମହରା ହୋଇ ଜୟରାମ ସିଆରାମ ଗୀତ ଗାଇ ଗାଇ ନୀଳ ଆକାଶରେ ଉଡ଼ିବାକୁ ଲାଗିଲା। ଆଚ୍ଛା ପିଲାମାନେ, ଏହି କାହାଣୀରୁ ଆମେ କି ଶିକ୍ଷା ପାଇଲେ? ଆମେ ଏହି ଶିକ୍ଷାରେ ପହଞ୍ଚିଲେ ଯେ ସେ ପଶୁ, ପକ୍ଷୀ, ପ୍ରାଣୀ, ଏମିତିକି ମଣିଷ ଯିଏ ବି ହେଉନା କାହିଁକି ସମସ୍ତଙ୍କ ପାଇଁ ତା ଦେଶ, ତା ଜନ୍ମ ମାଟି, ତା ମା ମାଟି ତା ପାଇଁ ସ୍ୱର୍ଗଠୁ ବହୁତ ଉଚ୍ଚା, ବହୁତ ବଡ଼। କେହି ବି ତା ସମକକ୍ଷ, ତା ସହ ତୁଳନା ହୋଇପାରିବେ ନାହିଁ।